18ଟି ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଦେଶର ସମତଳ ଅଞ୍ଚଳଗୁଡ଼ିକରେ ମୌସୁମୀ ବର୍ଷା ହଠାତ୍ ଥମି ଯାଇଥିଲେ ମଧ୍ୟ ଆଜିଠାରୁ ପୁଣି ଥରେ ପ୍ରବଳ ବର୍ଷାର ପ୍ରକୋପ ଆରମ୍ଭ ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ 18ଟି ରାଜ୍ୟକୁ ବର୍ଷା ଘଡ଼ଘଡ଼ି ସହ ପବନ ଓ ଝଡ଼ ତୋଫାନର ସତର୍କତା ଜାରି କରାଯାଇଛି। ଏଥିସହିତ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ଓ ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ରାଜ୍ୟଗୁଡ଼ିକ ପାଇଁ ବର୍ଷା ଆଲର୍ଟ ଜାରି କରାଯାଇଛି। ଏଥିସହିତ ପଞ୍ଜାବ, ଚଣ୍ଡିଗଡ଼, ହରିୟାଣା, ଦିଲ୍ଲୀ ଓ ପୂର୍ବ ଉତ୍ତର ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ସେହିପରି ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ଓଡ଼ିଶା ପାଇଁ ବିଶେଷ ଭାବେ ଆଲର୍ଟ ଜାରି କରାଯାଇଛି।